ଯୌତୁକ ଜୁଇରେ ବଳି ପଡ଼ିଲା ପୁଣି ଜଣେ ବଧୂଙ୍କର ଜୀବନ। ସନ୍ଦେହଜନକ ମୃତ୍ୟୁ ପରେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ଗିଧାମାଲ ଗ୍ରାମରେ ଜଣେ ବିବାହିତ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ଥାନା ଖରଜୁରା ଗ୍ରାମର ଧନେଶ୍ୱରୀ ମାଝୀ ବୟସ 21, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଗିଧାମାଲ ଗ୍ରାମର କେଶରାଜ ମାଝୀଙ୍କୁ ଗତ 2023 ମସିହା ଜାନୁଆରୀ 10 ତାରିଖରେ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଧନେଶ୍ୱରୀଙ୍କୁ ଯୌତୁକ ବାବଦରେ 1 ଲକ୍ଷ ଟଙ୍କା ଓ 1 ଭରି ସୁନା ଗହଣା ଆଣିବାକୁ ବାଧ୍ୟ କରୁଥିବା ଝିଅର ବାପା ଅଭିଯୋଗ କରିଛନ୍ତି। ଯୌତୁକ ପାଇଁ ପାରିବାରିକ କଳହ ଲାଗି ରହିଥିବା ବେଳେ ଧନେଶ୍ୱରୀ କିଛି ଦିନ ବାପ ଘରେ ରହି ଆସୁଥିଲେ। ଗତ 2 ମାସ ହେବ ଗିଧାମାଳ ଗ୍ରାମକୁ ଆସିଥିଲେ। ଗତ ମଙ୍ଗଳବାର ରାତିରେ ପରିବାର ସହ ଝିଅ କଥା ହୋଇଥିବା ବେଳେ ବୁଧବାର ଝିଅର ମୃତ୍ୟୁ ହୋଇଥିବା ଫୋନ୍ କରି ଝିଅର ଶ୍ୱଶୁର ଘର ଲୋକେ ଜଣାଇଥିଲେ। ଫୋନ୍ ପାଇବା ପରେ ବାପା ନିଜ ସମ୍ପର୍କୀୟଙ୍କ ସହ ଗିଧାମାଲ ଗ୍ରାମରେ ପହଞ୍ଚି ଝିଅ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଝିଅର ନାକ ଓ ମୁହଁରୁ ଫେଣ ବାହାରୁଥିବା ବେଳେ ଯୌତୁକ ପାଇଁ ତାକୁ ତଣ୍ଟି ଚିପି ହତ୍ୟା କରିଥିବା ବାପା ଅଭିଯୋଗ କରିଛନ୍ତି। ଏନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ଘଣ୍ଟାପଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରାଯାଇ ତଦନ୍ତ ଜାରି ରହିଛି। ବିଳମ୍ବ ହେବାରୁ ଆଜି ଶବ ବ୍ୟବଚ୍ଛେଦ କରାଯିବ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ଦେଇଛନ୍ତି। ମାର ମୁଁ ଟିକେ ଦେଖବ ଆସ ବୋଇଲା କି ଏଇଟା ସାଙ୍ଗେ ସାଙ୍ଗେ ନ ଏଇଟା ରିଜର୍ଭ କରିକି ଆମେ ପରିବାର ପଳେଇ ଆସୁଛୁ। ଦେଖିଲି ଯେ ମୋର ଝି ଏଇଟା ଚେତା ନେନ ଏଇଟା ମୋର ଖରାପ ହେଇଯାଇଛି ବୋଇଲୁ ଆର ଥାନା କେସ୍ କରିଛୁ ହତ୍ୟା ହେଇଛି ବୋଲିକିରି ଆମେ ଏଇଟା ଭାବୁଛୁ ଆଜ୍ଞା ଡାକ୍ତର ହେଲେ କାଲି ସନ୍ଧ୍ୟାକେ 8 ବଜେକି ତ ଆମର ପରିବାର ସପୋର୍ଟ ସାଙ୍ଗେ ମୋର ଝିଅ କଥା ହେଇଥିଲା। ଆରୁ ସକାଳୁ 2-3 ଥର କଲ୍ କଲି ତ 2-3 ଥର କଲ୍ କଲି ତ ମୋର ନମ୍ବରକେ ରିସିଭ୍ ନି କରି ଆରୁ କାଣା ଭାବିଲି ତଣ୍ଟି ଚିପି ଦେଇଛନ୍ ନ ଲାଗୁଛି ଆଜ୍ଞା। ଯୌତୁକ ପନ୍ଥାକେ ସେମାନେ ଡିମାଣ୍ଡ କରିଥିଲେ ଟଙ୍କା ଲାଖେ ସୁନା ଭରେ ଆନିକରି ତୋର ବୁଆ ନେଇ ଆସିବୁ ବୋଲିକରି କହିଥିଲେ। ସେମାନେ ଆଗରୁ ହେଉଥିଲେ ପୋଲିସ ଝାମେଲା ରାତି ଯାଇକରି ଆମ ଗାଁରେ ଥିଲା। ଏଇଟା 2 ମାସ ହେଲା ସେ ଝିଅ ଆସିଥିଲା। ସମସ୍ତେ ଘରେ ମିଶିକି କରିଛନ୍, ସମସ୍ତଙ୍କ ହାତ ଅଛି ଏଠାନେ। ଆରୁ ଯୌତୁକ ପଥାକେ ନେଇକରି ଏକା ଏଇଟା ହତ୍ୟା ହେଇଛି ଆଜ୍ଞା। ପରେ 2 ମାସ ପରେ ଭଲ ଥିଲେ, 2 ମାସ ପରେ ଏକା ସବୁ ଝାମେଲା ଝାଟି ହେଉଥିଲେ ଆଜ୍ଞା। ମଦ ପାଣି ବି ପିଲା ପଡ଼ୁଥିଲା, ପିଠା ମରା ବି ଟିକରି କରୁଥିଲା। ଘଟଣାଟା ଆଜି ରାତିରେ ହେଇଛି କି ସକାଳେ ହେଇଛି ଆଜ୍ଞା। ଆମେ 11ଟା ବଜେ ପକାଇ ସାଙ୍ଗେ ସାଙ୍ଗେ ଆଇଲୁ ସେନୁ 12 ବଜେ ଏମିତି ପହଞ୍ଚିଛୁ, 12 ସାଢ଼େ 12 ପହଞ୍ଚିଛୁ ଆମେ। ଆପଣଙ୍କ ପରିଚୟ ଦେବେ? ବିନୋଦ କୁମାର ପ୍ରଧାନ, ମୁଁ ଟିକଲର ଝିଅର ଭଉଣୀ ଏଇ ଭାଇ। ଗାଁ ଖରଜିରା। ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷାଣ୍ଢଙ୍କ ରିପୋର୍ଟ, ଜନମୁଖ ନ୍ୟୁଜ୍। ନମସ୍କାର।